बंधु ईश्वर आपणकर मंगल करंतु परम आनंद रे आपणकर समय कटू समस्त रोग ऋण शत्रु आपण ठारू दूरे जातु सुस्थ शरीर रे ईश्वरंकर शरणापन्न हुई धर्म दिगरे मन देई आपण आनंद रे काणाति पार करंतु यही शुभ कामना करी मु दैनिक राशिफल विभाग को यात्रा कली एवं 12 राशि विषय रे सामान्य सूचना देवी राशि बाहक मनुष्य क्यों क्यों प्रकार शुभाशुभ फल भोग करिवे। हाँ भाई आगे आम जा प्रकृति पाखु आज सेप्टेम्बर 9 तारीख मंगलवार द्वितीया तिथि उत्तर भाद्रमीन आज सेप्टेम्बर 9 तारीख मंगलवार द्वितीया तिथि उत्तर भाद्र नक्षत्र मीन राशि अछंती चंद्र मीन राशि श्रीचंद्र मीन राशि श्रीचंद्र हेले भी से हूँ घात चंद्र धनु राशि घात तिथि मकर राशि घात बार मीन राशि घात चंद्र धनु राशि घात बार मकर राशि घात मीन राशि घात चंद्र धनु राशि घात तिथि और मकर राशि घात बार दिवस 2:49 रु 4:20 जाए कौन सी शुभ कार्य न कले भल दिन 2:49 रु 4:20 जाए कौन सी शुभ कार्य न कले भल संध्या 6:30 पर आग्नेय कोण को यात्रा न कले भल आग्नेय कोण बोले पूर्व उत्तर कोण एपटे पूर्व एपटे उत्तर ता मझी कोण से दिगु यात्रा न कले भल ता पूर्व ता पर जीवा। हाँ मेष राशि पाई संध्या 6:30 पर आग्नेय कोण को यात्रा न कले भल 4:20 जाए कौन सी शुभ कार्य न कले भल संध्या 6:30 पर आग्नेय कोण को न गले भल आज बैगण न खाइले भल ज्ञानी मान जहाँ कही मु कौन आउ मेष राशि पाई आज आदौ शुभ दिन नुहे आज भलरे मंद हेब मेष राशि पाई आज आदौ भल दिन नुहे भल करी निंदा शुणिबे भलरे मंद तेणु यथा संभव चुप रहिले मंगल हेब दिन अशांति रे जीव जहा कहिबा कथा मु कहूची पीड़ा जंत्रणा होई पारे टिके संभाल लेबे आ देह हाथ दर्द हब सामान्य रोग टिके हब वृष पाई आज दिनटी शुभ दिन अटे आज एक शुभ दिन वृष राशि पाई सबु दिगुरु मंगल हेब समस्त योजना साफल्य मंडित हेब बंधु सहयोग धनागम उत्तम भोजन और सुनिद्रा हेब बंधु समागम हेबे घर को उत्तम भोजन मिलिब बढ़िया निद हब। हाँ मिथुन आज शुभ दिन पारिश्रमिक मिलिब कर्म करी खुशी हेबे मन मुताबक कर्म योजना हेब ओ भल आय हेब तथापि मन कथा सफल हेब नाही कहीं आपण टिके चगलिया फटकिनी का कहीदेवे काम कर सारी कहले भल आगुरी कहीदेवे ताहले इच्छा पूरण हेबनी मन कथा सफल हेबा पूर्वरु काहाकू कहंतु नाही कर्कटर भल दिन नुहे
ଆଜି କର୍କଟର ଭଲ ଦିନ ନୁହେଁ। ପାଟି ଖୋଲିଲେ ଅସମ୍ମାନିତ ହେବେ। ଏଣୁ ବହୁ ଶୁଣନ୍ତୁ, କମ୍ କହନ୍ତୁ ବା ଚୁପ୍ ରହନ୍ତୁ। କର୍କଟର ଆଜି ଆଦୌ ଶୁଭ ଦିନ ନୁହେଁ। ପାଟି ଖୋଲିଲେ ଲୋକେ କହିବେ ତୁ ଭୁଲ କହୁଛୁ, ଅପମାନିତ ହେବେ। ବହୁତ ଶୁଣନ୍ତୁ, କମ୍ କୁହନ୍ତୁ, ହସି ଦିଅନ୍ତୁ। ଜମା ନ କହିକିରି ହସିଲେ ଆହୁରି ଭଲ। କର୍ମ କରି ଚାଲନ୍ତୁ। ଧନ ପାଇଁ ମନ କଷ୍ଟ ହେବ, ଶତ୍ରୁ କଷ୍ଟ ଦେଇ ଖୁସି ହେବେ। ଜଗି ରଖି ଚଳନ୍ତୁ। କର୍କଟ ରାଶି। ଏବେ ଶୁଣିବା ସିଂହ ରାଶି କଥା। ସିଂହ ପାଇଁ ଆଜି ଅଶୁଭ ଦିନ। ରୋଗ ବ୍ୟାଧି ଅସ୍ଥିର କରିବ। ଝୁଣ୍ଟି ପଡ଼ିବେ। କେଉଁଠି ବାଡ଼େଇ ହୋଇ ଦେହ ହାତ ଖଣ୍ଡିଆ ହୋଇଯାଇପାରେ ବା ଦରଜ ହୋଇପାରେ। ଗୋଡ଼ ଖସିଯିବ ଶୁଖିଲାଟାରେ। ସମୟ ଭଲ ନୁହେଁ। ତେଣୁ ବାଟକୁ ଦେଖି ଦେଖି ଚାଲନ୍ତୁ। ଘରେ ଛୁରୀ, ପନିକି, କଇଁଚି ବ୍ୟବହାର କଲାବେଳେ, ଛୁଞ୍ଚି ଧରିଥିଲା ବେଳେ, ବ୍ଲେଡ଼ ହାତରେ ଥିଲାବେଳେ ଟିକେ ହୁସିଆରି ହୁଅନ୍ତୁ। ସିଂହ ରାଶି। ଶୁଣିବା କନ୍ୟା କଥା। କନ୍ୟା ପାଇଁ ଆଜି ସୁଭୋଜନ ଯୋଗ ଅଛି। ଶାନ୍ତିପ୍ରଦ ଦିନ। ଆୟ ମନ୍ଦ ହେବନି। ଅଭାବ ବୋଧ ହେବନି। ଭଲ ନିଦ ହେବ ଓ ସୁଖରେ 24 ଘଣ୍ଟା ସରିଯିବ। ତୁଳା ରାଶି କଥା ଶୁଣିବା। ତୁଳା ପାଇଁ ଆଜି ବଢ଼ିଆ ଦିନ। ସାହାଯ୍ୟ ସହଯୋଗ ମିଳିବ। ବନ୍ଧୁ ସମାଗମ ହେବ। ଯେଉଁ କାମରେ ହାତ ଦେବେ ତାହା ସଫଳ ହେବ। ଅନବରତ ଘରକୁ ସୁଖ ଶାନ୍ତି ଧନ ଆସିବ। ଧନ ଲାଭ ତ ନିଶ୍ଚୟ ହେବ। କିନ୍ତୁ ରୋଗ ଋଣ ଶତ୍ରୁ ଏମାନେ ଯିଏକି ଆଜି ଯାଏ ପୀଡ଼ା ଦେଉଥିଲେ, ପ୍ରାୟ ରୋଗ ହେଉଥିଲା ତୁଳା ରାଶିଙ୍କି। ଋଣ ରୋଗ ଆଉ ଶତ୍ରୁ, ବହୁ ଶତ୍ରୁ ଟେକିଥିଲେ। ସେମାନେ ସମସ୍ତେ ପରାହତ ହେବେ, ପରାଜିତ ହେବେ। ଋଣ ରୋଗ ଶତ୍ରୁ ପରାହତ ହେବେ। ତୁଳା ରାଶି ଭଲ ଦିନ। ବିଛା ଲାଗି ଆଜି ସୁଖପ୍ରଦ ଦିନ। ବିଛାକୁ ଆଜି ଭଗବାନ ଦୟା କରିବେ। ସେ ଜଞ୍ଜାଳରେ ଘାଣ୍ଟି ହୋଇଗଲେଣି। ଶୁଭ ଦିନ। ମନସ୍କାମନା ପୂରଣ ହେବ। ପାରିବାରିକ ଓ ସାମାଜିକ ଶାନ୍ତି ମିଳିବ। ନାନାବିଧ ସୁଖ ମିଳିବାର ଆଶା ଅଛି। ସହଜରେ ସମସ୍ୟାର ସମାଧାନ ହୋଇଯିବ। କିଛି ଚିନ୍ତା କରିବାର ନାହିଁ। ବିଧାତା ଯଦି ସୁନ୍ଦର ଚିନ୍ତା କଲେ ଆମର ସୁନ୍ଦର ନିଶ୍ଚିତ। ବିଧାତା ଯଦି ବାମ ହେଲେ ଆମ କାମ ତ ଖରାପ ହେବ ଆଉ। ହଁ, ଦେଖିବା ଧନୁ କଥା। ଧନୁର ଘାତବାର। ଶାରୀରିକ ସମସ୍ୟା ଦେଖାଦେବ। ରୋଗ ସମସ୍ୟା ଆସିବ। ସନ୍ତାନ ସମାନ ସୁଖ ଆଜି ନାହିଁ। ସନ୍ତାନଙ୍କର ସମସ୍ୟା ହିଁ ଯିବ। ସନ୍ତାନ ଜନିତ ଦୁଃଖ ଭୋଗିବେ। ଚିନ୍ତା କରିବେ। ମକର କଥା ଶୁଣିବା। ମକର ରାଶି ପାଇଁ ଶୁଭ ଦିନ। ହାତକୁ ଧନ ଆସିପାରେ। ଆଉ ଇଚ୍ଛା ମୁତାବକ ଭୋଜନ ମିଳିପାରେ। ଆର୍ଥିକ ସମସ୍ୟା ଦୂର ହୋଇଯିବ। ହାତକୁ ପଇସା ଆସିଲେ ଏତେ ଖୁସି ହୋଇଯିବେ ଯେ ଆହା। ଭାଇ ଭଉଣୀ ସୁଖ ଓ ଶାନ୍ତି ମିଳିବ। ପାରିବାରିକ ସ୍ନେହ ସୌହାର୍ଦ୍ଦ୍ୟ ପାଇବେ। ଆନନ୍ଦିତ ହେବେ। ମକର ପାଇଁ। ଏବେ ଶୁଣିବା କୁମ୍ଭ କଥା। କୁମ୍ଭ ପାଇଁ ଆଜି ଭଲ ଦିନ ନୁହେଁ। ଅର୍ଥ ଚିନ୍ତା ଚମତ୍କାର। ଆଜି ଆର୍ଥିକ ସମସ୍ୟା ଆସିବ। ମନ ଆକୁଳ ବ୍ୟାକୁଳ ହେବ। ତେଣୁ ଛଟପଟ ଲାଗିବ। ମୀନ ପାଇଁ ବହୁତ ଶୁଭ ଦିନ। ଯେଉଁ କାମରେ ହାତ ଦେବେ ତାହା ସାଫଲ୍ୟ ମଣ୍ଡିତ ହେବ। ଦେହ ମନ ଭଲ ରହିବ। ଉତ୍ତମ ଚିନ୍ତାଧାରା ମୁଣ୍ଡକୁ ଆସିବ। ସାହାଯ୍ୟ ସହଯୋଗ କରିବା ପାଇଁ ଚିତ୍ତ ବଳିବ। ଆଦର ସମ୍ମାନ ପାଇ ଖୁସି ହେବେ। ଚକ୍ରବତ୍ ପରିବର୍ତ୍ତନ୍ତେ ସୁଖାନି ଚ ଦୁଃଖାନି ଚ। ଆଜି ଯିଏ ରାଜେନ୍ଦ୍ର ଆସନେ କାଲି ସେ ଫକୀର। ଇଏ ତ 27 ନକ୍ଷତ୍ର, 12 ରାଶି,
न ग्रहଙ୍କ ଚକ୍ରାନ୍ତ। ହଁ ବନ୍ଧୁ, ଆଜି ପାଇଁ ଏତିକି, ପୁଣି କାଲି। ନମସ୍କାର।